ଆଜି ଶ୍ରୀମନ୍ଦିର ଭିତରେ ଆମେ ଦେଖିବାକୁ ପାଇଲୁ କିଛି ଦିନ ହେଲାଣି ଜଗମୋହନରେ ଏକ ବିରାଟ ବାଡ଼ ପକାଯାଇଛି, ଚାରିପଟେ ଯାକ କଭର କରାଯାଇଛି, ବହୁତ ବଡ଼ ଜାଗା ଏବଂ ସେଥିରେ ତାଲା ପକାଯାଇଛି। ଆମେ ପଚାରିଲୁ ଏଟା କ'ଣ ପାଇଁ ହେଇଛି, ଗୋଟେ ଭିଆଇପି ମାନେ ଆସି ଦର୍ଶନ କରିବେ। କେଡ଼େ ବଡ଼ ଏଇ ମନ୍ଦିରରେ ଏତେ ଜାମ୍ ହଉଛି, ତା ଦେହରେ ଆପଣ ପୁରା ମେନ୍ ଜାଗାଟାକୁ ଆପଣ ବାଡ଼ ପକେଇକି ଦଖଲ କରିନେଲେ କ'ଣ ନା ଭିଆଇପି ମାନେ ଆସି ଦର୍ଶନ କରିବେ, ଆଉ ସାଧାରଣ ଲୋକ କୁଆଡ଼େ ଯିବେ? ଭିଆଇପି ପାଇଁ ତାହେଲେ ସେଠି ଖଟ ଷ୍ଟୁଲ ସେଜ ମାଣ୍ଡି ମଖମଲ ପକେଇ ଦିଅନ୍ତୁ, ଶୋଇବେ ଦର୍ଶନ କରିବେ, ଟେବୁଲ ପକେଇ ଦିଅନ୍ତୁ, ସେଠି ଚାଇନିଜ ଖାଇକି ଦର୍ଶନ କରିବେ। ଏମିତି ଚାମଚାଗିରି ବଡ଼ ଦୁଃଖର ବିଷୟ। ମୋହନ ଚରଣ ମାଝୀ, ପୃଥ୍ୱୀରାଜ ହରିଚନ୍ଦନ ମାନନୀୟ ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀ 2 ଜଣଙ୍କୁ ଆମେ ଅନୁରୋଧ କରୁଛୁ, ଆସିକି ଦେଖନ୍ତୁ ହେଲା। ଯଦି କରିଛନ୍ତି ସବୁ ଲୋକଙ୍କ ପାଇଁ ଖୋଲନ୍ତୁ, ସମସ୍ତେ ତାପରେ ଚଢ଼ିକି ଯାଆନ୍ତୁ। ଯେତେବେଳେ ଭିଆଇପି ଆସିବେ, ରାଷ୍ଟ୍ରପତି ଆଇଲେ କି ପ୍ରଧାନ ବିଚାରପତି ଆଇଲେ କି ମୁଖ୍ୟ ବିଚାରପତି ଆଇଲେ କି ଗଭର୍ଣ୍ଣର ଆଇଲେ, ଯେଉଁମାନେ ପ୍ରକୃତ ଭିଆଇପି, ସେ ସମୟରେ ତାକୁ ଖାଲି କରାଯିବ। ବର୍ଷ ତମାମ ଆପଣ ଏଡେ ବଡ଼ ଜାଗା ତାଲା ପକେଇକି ରଖିବେ ନା, କାରଣ ଭିଆଇପି ଆସିବେ। ଜଗନ୍ନାଥଙ୍କ ପାଖରେ ଦାସିଆ ବାଉରୀ ବଡ଼ ନା ଭିଆଇପି ବଡ଼? ଜଗନ୍ନାଥଙ୍କ ପାଖରେ ବନ୍ଧୁ ମହାନ୍ତି ବଡ଼ ନା ଭିଆଇପି ବଡ଼? ଜଗନ୍ନାଥଙ୍କ ପାଖରେ ଭକ୍ତ ସାଲବେଗ ବଡ଼ ନା ଭିଆଇପି ବଡ଼? ୟାର ଉତ୍ତର ସରକାର ଦେବା ଦରକାର। ଆଗାମୀ ଦିନେ ଲଢ଼େଇ ହେବ ନହେଲେ। ଜୟ ଜଗନ୍ନାଥ।